ଗୋଟିଏ କାଉ ଜଙ୍ଗଲରେ ଗ୍ୟାସ ବେପାର କରୁଥିଲା। କାଉ ଚଢ଼େଇମାନଙ୍କର ଘରକୁ ଯାଇ ଗ୍ୟାସ ସିଲିଣ୍ଡର ଦେଇକି ଆସୁଥିଲା। କାଉଟି ଥିଲା ଭାରି ଠକ। ସେ ଚଢ଼େଇମାନଙ୍କର ଗ୍ୟାସ ସିଲିଣ୍ଡରରୁ ଗ୍ୟାସ ବାହାର କରି ତା ଘରେ ଥିବା ଖାଲି ଟାଙ୍କିରେ ଭରୁଥିଲା। ଆଉ ଅଳ୍ପ ଥିବା ଗ୍ୟାସ ସିଲିଣ୍ଡରକୁ ନେଇ ଚଢ଼େଇମାନଙ୍କୁ ଦେଉଥିଲା ଏବଂ ଚଢ଼େଇମାନଙ୍କଠାରୁ ଅଧିକ ଟଙ୍କା ମଧ୍ୟ ଆଣୁଥିଲା। ସେଇ ଜଙ୍ଗଲରେ ରାନୁ ଚଢ଼େଇ ତା ଠେଲାରେ ମାଛ ତିଆରି କରି ବିକ୍ରି କରୁଥିଲା। ରାନୁ ଚଢ଼େଇର ମାଛ ତରକାରୀ ଏତେ ଭଲ ଥିଲା ଯେ ଜଙ୍ଗଲର ସବୁ ପକ୍ଷୀ ସେଠାକୁ ଆସି ଖାଉଥିଲେ। କାଉ ରାନୁ ଚଢ଼େଇକୁ ଗ୍ୟାସ ସିଲିଣ୍ଡର ବିକ୍ରି କରେ। ଦିନେ କାଉ ସିଲିଣ୍ଡର ଧରି ରାନୁ ଚଢ଼େଇ ଦୋକାନ ପାଖରେ ଆସି ପହଞ୍ଚିଲା। ଆରେ କାଉ, ତୁ ଏତେ ଦିନ ହେଲା କୁଆଡ଼େ ପଳେଇଥିଲୁ? ମୋର ଗ୍ୟାସ ସରି ଆସିଲାଣି। ଦେଲୁ ଦେଲୁ, ଜଲ୍ଦି ଗୋଟେ ଗ୍ୟାସ ଦେଲୁ। ବୁଝିଲୁ ରାନୁ ଚଢ଼େଇ, ତୋ ପାଇଁ ଏଥର ଗୋଟିଏ ଭଲ ସିଲିଣ୍ଡର ଗ୍ୟାସ ଆଣିଛି। ଏ ସିଲିଣ୍ଡର ଜମା ଫାଟିବନି। ରାନୁ ଚଢ଼େଇ ତାର ଗ୍ୟାସ ପଇସା କାଉକୁ ଦେଲା। ରାନୁ ଚଢ଼େଇ ଯେମିତି ସେ ସିଲିଣ୍ଡରକୁ ଉଠେଇଛି ସେ ଜାଣିଲା ସିଲିଣ୍ଡରଟି ବହୁତ ହାଲୁକା ଲାଗୁଛି। କାଉ ଭାଇ, ତମ ଗ୍ୟାସ ସିଲିଣ୍ଡରରୁ ଗ୍ୟାସ କ'ଣ ଦିନକୁ ଦିନ ସରିବାରେ ଲାଗୁଛି? ତମେ ଯଦି ଏମିତି କରିବ ତମ ନାଁରେ ମୁଁ ଅଭିଯୋଗ କରିବି। କ'ଣ ହେଲା? ତୁ ମତେ ଡରଉଛୁ? ମିଟୁ ରାଜାଙ୍କ ପାଖରେ ଅଭିଯୋଗ କଲେ ମିଟୁ ରାଜା ମୋର କ'ଣ କରିଦେବେ କି? ଯଦି ତୋର ଇଚ୍ଛା ହଉଛି ମୋ ଗ୍ୟାସ ସିଲିଣ୍ଡର ରଖେ, ନହେଲେ ମୋ ଗ୍ୟାସ ମତେ ଫେରାଇ ଦେ। ଜଙ୍ଗଲରେ ଅନେକ ଦୋକାନୀ ଅଛନ୍ତି ଗ୍ୟାସ ନେବା ପାଇଁ। ରାନୁ ଚଢ଼େଇ ପାଖରେ ଅନ୍ୟ କୌଣସି ରାସ୍ତା ନଥିଲା। ସେ ବାଧ୍ୟ ହୋଇ ସେ ଗ୍ୟାସଟିକୁ ନିଜ ପାଖରେ ରଖିଲା। କାଉ ଯିବା ପରେ ରାନୁ ଚଢ଼େଇ ମିଟୁ ରାଜାଙ୍କ ପାଖକୁ ଗଲା। କିନ୍ତୁ ମିଟୁ ରାଜା ଜଙ୍ଗଲରେ ନଥିଲେ। ରାନୁ ଚଢ଼େଇ ରାଜାଙ୍କ ସେନାପତିଙ୍କ ଆଗରେ ଅଭିଯୋଗ କରି ଆସିଲା କାଉ ବିଷୟରେ। ହେଲେ ସେନାପତି ତ କାଉର ଭଲ ସାଙ୍ଗ ଥିଲା। ସେଥିପାଇଁ ସେନାପତି କାଉ ପାଖକୁ ଗଲା ଆଉ ରାନୁ ଚଢ଼େଇ କହିଥିବା କଥା ସବୁ କାଉକୁ ମଧ୍ୟ ଶୁଣାଇଲା। ଏ କଥା ଶୁଣି କାଉ ବହୁତ ଜୋରରେ ରାଗିଗଲା। କ'ଣ ହେଲା? ସେ ରାନୁ ଚଢ଼େଇର ଏତେ ସାହସ? ସେ ମୋ ନାଁରେ ଅଭିଯୋଗ କରିବ ରାଜାଙ୍କ ପାଖରେ? ହଉ ହଉ, ତା କଥା ମୁଁ ବୁଝିବି। ତାକୁ ଆଉ ଗ୍ୟାସ ଦେବି ନାହିଁ। ଦେଖିବି ସେ ଜଙ୍ଗଲରେ କେମିତି ମାଛ ତରକାରୀ ବିକୁଛି। ଏମିତି ରାଗି କାଉ ରାନୁ ଚଢ଼େଇ ପାଖକୁ ଗଲା। ବୁଝିଲୁ ରାନୁ, ତତେ ଆଉ ମୁଁ ଗ୍ୟାସ ଦେବି ନାହିଁ। ତୁ ଅନ୍ୟ କୋଉଠୁ ଗ୍ୟାସ ଆଣିବୁ। ତତେ ଆଉ ଗ୍ୟାସ ବିକ୍ରି କରିବି ନାହିଁ। ତୋର ଭାରି ସାହସ ହେଇଗଲାଣି। ତୁ ମୋ ନାଁରେ ରାଜାଙ୍କ ପାଖରେ ଅଭିଯୋଗ କରିବୁ? ଏବେ କ'ଣ କରୁଛୁ କର, ମୁଁ ବି ଦେଖିବି ତୁ କେମିତି ମାଛ ତରକାରୀ କରିବୁ। ଏମିତି କହି କାଉ ତା ପାଖରୁ ଗ୍ୟାସ ସିଲିଣ୍ଡର ନେଇ ପଳେଇଲା। ଏବେ ରାନୁ ଚଢ଼େଇ ବିଚରା କ'ଣ କରିବ? ସେ ମନ ଦୁଃଖ କରି ଘରକୁ ଫେରିଗଲା। ମା ମା, ତମର ଏତେ ମନ ଦୁଃଖ କାହିଁକି? କ'ଣ ହେଇଛି କି ତମର? ପୁଣି ସେ ଠକ କାଉ ଆମ ପାଖରୁ ଗ୍ୟାସ ସିଲିଣ୍ଡର ନେଇକି ପଳେଇଲା। ମୁଁ ଏବେ ଜଙ୍ଗଲରେ ମାଛ ତରକାରୀ କେମିତି କରି ବିକ୍ରି କରିବି? ମୁଁ କିଛି ବୁଝିପାରୁନି। ମା ପାଖରୁ ଏମିତି କଥା ଶୁଣି କୁନି ଚଢ଼େଇର ଭାରି ମନ ଦୁଃଖ ହେଲା। ଠିକ୍ ସେତିକି ବେଳେ କୁନିର ମୁଣ୍ଡକୁ ଏକ ଉପାୟ ଆସିଲା। କୁନି କହିଲା, ମାମା, ତମେ ବ୍ୟସ୍ତ ହୁଅନି। ମୋ ପାଖରେ ଗୋଟିଏ ଉପାୟ ଅଛି। ଆମ ଜଙ୍ଗଲରେ ବହୁତ ଗଛ ଅଛି। ଯୋଉ ଗଛ ଗୁଡ଼ିକ ଶୁଖି ଯାଇଛି, ସେଇ ଗଛ ଗୁଡ଼ିକର କାଠ ଓ ପତ୍ର ଆଣି ଗୋଟିଏ କାଠ ଚୁଲା କରି ସେଥିରେ ରୋଷେଇ କରିବା। ଚୁଲାରେ ତିଆରି ମାଛ ତରକାରୀ ଭାରି ଭଲ ଲାଗିବ। କୁନି ପାଖରୁ ଏମିତି କଥା ଶୁଣି ରାନୁ ଚଢ଼େଇ ଭାରି ଖୁସି ହୋଇଗଲା। ରାନୁ ଚଢ଼େଇ ଡେରି ନକରି ଜଙ୍ଗଲକୁ ବାହାରିଗଲା।
ଶୁଖିଲା ଗଛରୁ କିଛି କାଠ ପତ୍ର ଯୋଗାଡ଼ କରି ଆଣିଲା। ସେଇ ଶୁଖିଲା କାଠରୁ ଗୋଟିଏ ସୁନ୍ଦର ଚୁଲା ତିଆରି କରିଲା। ସେଇ ଦିନଠାରୁ ରାନୁ ଚଢ଼େଇ ମାଛ ତରକାରୀ ତିଆରି କରି ଜଙ୍ଗଲରେ ବିକ୍ରି କଲା। କାଠ ଚୁଲାରେ ତିଆରି ମାଛ ତରକାରୀ ଆହୁରି ମଧ୍ୟ ସ୍ୱାଦିଷ୍ଟ ଲାଗିଲା। ସବୁ ପକ୍ଷୀ ମାଛ ତରକାରୀ ଖାଇବା ପାଇଁ ଆସି ସେଠାରେ ପହଞ୍ଚିଲେ, ଆଉ ମନ ଭରି ଖାଇଲେ। ଦିନେ ଜଙ୍ଗଲର ରାଜା ମିଟୁ ରାଜା ସେଠାରେ ଆସି ପହଞ୍ଚିଲେ। ଆରେ ରାନୁ ଚଢ଼େଇ, ତୁ କୁଆଡେ ଜଙ୍ଗଲରେ ସବୁଠାରୁ ସ୍ୱାଦିଷ୍ଟ ମାଛ ତରକାରୀ କରୁଛୁ? ଦେଲୁ ଦେଲୁ, ମତେ ଗୋଟେ ପ୍ଲେଟ ମାଛ ତରକାରୀ ଦେଲୁ। ମହାରାଜ, ଟିକେ ଆପଣ ରୁହନ୍ତୁ, ମୁଁ ମାଛ ତରକାରୀଟାକୁ ଗରମ କରିକି ଦଉଛି। ରାନୁ ଚଢ଼େଇ ମିଟୁ ରାଜାଙ୍କୁ ଗରମ ଗରମ ମାଛ ତରକାରୀ ଖାଇବାକୁ ଦେଲା। ରାନୁ ଚଢ଼େଇର ତରକାରୀ ଖାଇ ମହାରାଜ ବହୁତ ଖୁସି ହୋଇଗଲେ। ତାପରେ ରାନୁ ଚଢ଼େଇ ମିଟୁ ରାଜାଙ୍କୁ ସବୁ କଥା କହିଲା। ଏକଥା ଶୁଣି ରାଜା କାଉ ଆଉ ସେନାପତି ଉପରେ ରାଗିଲେ। ରାନୁ ଚଢ଼େଇ, ତୁ ଜମା ଚିନ୍ତା କରନି, ସେ ଠକମାନଙ୍କ କଥା ମୁଁ ବୁଝିବି। ତାପରେ ରାଜା ସେନାପତି ଆଉ କାଉକୁ ବନ୍ଦୀ କରିଦେଲେ। ସେଇ ଦିନଠାରୁ ରାନୁ ଚଢ଼େଇ ସେ କାଠ ଚୁଲାରେ ମାଛ ତରକାରୀ କରି ବିକ୍ରି କଲା, ଆଉ ତା ଝିଅ ସହିତ ଜଙ୍ଗଲରେ ଖୁସିରେ ରହିଲା।